ସକାଳୁ ଆମର ଏଠି ବ୍ରେକଫାଷ୍ଟ ରେଡ଼ି ହେଇଛି। ତ ଆପଣମାନେ ପଖାଳ ଭାତ ଦେଖି ଭାବୁଥିବେ ନା କ'ଣ ବ୍ରେକଫାଷ୍ଟ କହୁଛନ୍ତି। ହଁ ଆଜ୍ଞା, ଆକ୍ଚୁଆଲି ବାଙ୍ଗଲୋରରେ ଏତେ ମାତ୍ରାରେ ଗରମ ହେଉଛି, ଖରା ହେଉଛି ଲାଇକ୍ ଓଡ଼ିଶା ଭଳି। ତ ସେଥିପାଇଁ ଆମେ ଟିକେ ଦହି ପଖାଳ, ମାଛ ଭଜା, କାକୁଡ଼ି ପିଆଜ ନେଇଯାଇଛୁ ତାକି ଶାନ୍ତିରେ ଖାଇକି ଶାନ୍ତିରେ ଟିକେ ରେଷ୍ଟ ନେବୁ। ଆଉ ଶକ୍ତିମାନେ କହୁଛନ୍ତି ଆଉ କଣ୍ଟ୍ରୋଲ୍ କରିପାରୁନି, ତ ମୁଁ ଏବେ ଖାଇବା ଷ୍ଟାର୍ଟ କରୁଛି। ସେ ଷ୍ଟାର୍ଟ କରିନେଲେଣି ଅଲମୋଷ୍ଟ ଖାଇବା। ପଖାଳ ଖାଇସାରିଲା ପରେ 4-5 ଘଣ୍ଟା ପୁରା ଆରାମସେ ଶୋଇଗଲେ। ଉଠିଲା ବେଳକୁ ସନ୍ଧ୍ୟା ହେଇଥିଲା। ସ୍ୱାମୀଙ୍କୁ କହିଲେ କ'ଣ ଟିକେ ଆଣ ଖାଇବା। ତ ଆପଣମାନେ ଦେଖୁଥିବେ ସ୍ୱାମୀ ମୋର ଏଠି କ'ଣ ଟିକେ ବଦଳରେ ଆଳୁଚପ, ଜିଲାପି, ସିଙ୍ଗଡ଼ା ଆଉ ତା ସହିତ କଚୁଡ଼ି ବି ନେଇ ଆସିଛନ୍ତି। ତ ମୁଁ ସବୁ ଗୋଟି ଗୋଟି କରି ପ୍ଲେଟ୍କୁ ଖୋଲୁଥାଏ। ଆଉ କେଉଁଟା ଆଗ ଖାଇବି ବୋଲି ଭାବୁଥାଏ। ସେଥିରୁ ଟିକେ ଟିକେ ଖାଉଥାଏ ଆଉ ଟିକେ ଟିକେ ପ୍ଲେଟ୍କୁ ମଧ୍ୟ ଖୋଲୁଥାଏ। ତ ଏତେ ସବୁ ଜିନିଷ ଆଣିଥିବା ସ୍ୱାମୀ ଉପରେ ଟିକେ ଗରଗର ହେଲି, କିନ୍ତୁ ମନେ ମନେ ମୁଁ ବହୁତ ଖୁସି ହେଉଥିଲି। କାହିଁକିନା ମନ ଜାଣି ଭଗବାନ ଫଳ ଦିଅନ୍ତି ନା। ତ ମନ ଜାଣି ମୋତେ 2ଟା ଯାକ ଫଳ ଦେଇଛନ୍ତି। 1ରେ ତ ମୋ ସ୍ୱାମୀ ମିଳିଛି, 2ରେ ଏତେ ସବୁ ଖାଇବା ବି ମିଳିଛି। ଜୟ ଜଗନ୍ନାଥ ସାଙ୍ଗମାନେ।